ଥରେ ଜଣେ ସନ୍ନ୍ୟାସୀ ଗୋଟିଏ ଗାଁ ବାଟ ଦେଇ ଯାଉ ଯାଉ ମନ୍ଦିରରେ ରାତ୍ରି ଯାପନ କଲେ। ରାତି ଅଧରେ ସେ ସ୍ୱପ୍ନଟିଏ ଦେଖି ଚମକି ଉଠି ବସି ପଡ଼ିଲେ। ତାଙ୍କ ସ୍ୱପ୍ନରେ ଜଣେ ଦେବପୁରୁଷ ଆସି କହୁଥିଲେ, ଏ ଗାଁ ଧ୍ୱଂସ ପାଇଯିବ। ସନ୍ନ୍ୟାସୀ ସକାଳ ହେବା ମାତ୍ରକେ ଗାଁ ଲୋକଙ୍କୁ ଡାକି ତାଙ୍କ ସ୍ୱପ୍ନ କଥା ଶୁଣାଇଲେ। ଗାଁ ଲୋକେ କହିଲେ, ଆପଣ ତ ସାଧୁ ମହାତ୍ମା, ଆପଣ କୁହନ୍ତୁ ଏଥିରୁ ନିସ୍ତାର ପାଇବାର ଉପାୟ କ'ଣ? ସାଧୁ କିଛି ସମୟ ଧ୍ୟାନ ହୋଇ ଭବିଷ୍ୟତ ଦେଖିଲେ ଓ ତାପରେ କହିଲେ, ଏ ଗାଁ ଧ୍ୱଂସ ପାଇଯିବା ନିଶ୍ଚିନ୍ତ, ତହିଁରୁ ନିସ୍ତାର ନାହିଁ। ତେବେ ଗୋଟିଏ ମହଲ ତ ମିଳିଛି, ତାହା ହେଲା ବର୍ଷକ ପରେ ଯାଇ ଗାଁଟି ଧ୍ୱଂସ ହୋଇଯିବ। ଗାଁ ଲୋକେ ସଙ୍ଗେ ସଙ୍ଗେ ଆଶ୍ୱସ୍ତ ଦିଶିଲେ। ସେମାନେ ସ୍ୱସ୍ତିର ସହିତ ନିଶ୍ୱାସ ମାରି ଯେ ଯାହା ଘରକୁ ଫେରିଗଲେ। ସନ୍ନ୍ୟାସୀ ତାଙ୍କ ବାଟରେ ଚାଲିଗଲେ। ବର୍ଷଟିଏ ପୂରିବାର ଠିକ୍ ଗୋଟିଏ ଦିନ ଆଗରୁ ସନ୍ନ୍ୟାସୀ ସେହି ଗାଁରେ ପାଦ ଦେଲେ। ଗାଁ ଲୋକେ ମନ୍ଦିର ଆଗରେ ଜମା ହୋଇଥିଲେ ଏବଂ ଆକୁଳ ଚିତ୍ତରେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ସନ୍ନ୍ୟାସୀଙ୍କୁ ଦେଖି ସେମାନେ କୋଟିନିଧି ପାଇଲା ଭଳି ହୋଇ ଘେରିଗଲେ ଏବଂ ପ୍ରାର୍ଥନା କରି କହିଲେ, ହେ ମହାପୁରୁଷ, ଆପଣ ଦୟାକରି ଆଉ ଗୋଟିଏ ବର୍ଷ ସମୟ ମାଗନ୍ତୁ। ଆମେ କିଛି ବ୍ୟବସ୍ଥା କରିବୁ। ଏ ବର୍ଷଟା କିଛି କରିବୁ ହୋଇ ଚାଲିଗଲା। ସନ୍ନ୍ୟାସୀ କହିଲେ, ଈଶ୍ୱର ତୁମମାନଙ୍କୁ ଗୋଟିଏ କ୍ଷଣ ବି ସମୟ ଦେବାକୁ ପ୍ରସ୍ତୁତ ହେବେ ନାହିଁ। କାରଣ ଭଗବାନ ବୁଝନ୍ତି ଯେ ମର୍ତ୍ତ୍ୟରେ ସମସ୍ତେ ସମୟକୁ ହିଁ ଅଧିକ ନଷ୍ଟ କରନ୍ତି। ତେଣୁ ଆଜି ହିଁ ଗାଁ ଛାଡ଼ି ଚାଲିଯାଅ।